ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ବ୍ୟାନ୍ ହେଲା ବିଡ଼ି, ଗୁଡ଼ାଖୁ, ତମ୍ବାଖୁ ଏବଂ ସିଗାରେଟ୍। ଓଡ଼ିଶା ସରକାର ନେଲେ ବଡ଼ ନିଷ୍ପତ୍ତି। ସମସ୍ତ ତମ୍ବାଖୁ ଉତ୍ପାଦ ଉପରେ ଲଗାଇଲେ ବ୍ୟାନ୍। ଏହି ନିଷ୍ପତ୍ତି ତମ୍ବାଖୁ ବ୍ୟବହାରକାରୀଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇବ। ତେବେ 22 ଜାନୁଆରୀ 2026ରୁ ରାଜ୍ୟରେ ବିଡ଼ି, ସିଗାରେଟ୍, ଗୁଡ଼ାଖୁ, ତମ୍ବାଖୁ, ଖଇନି, ଜର୍ଦା ସହିତ ସମସ୍ତ ତମ୍ବାଖୁ ଉତ୍ପାଦକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି। ଏହାସହ ଏହି ସମସ୍ତ ପଦାର୍ଥର ଉତ୍ପାଦନ, ପ୍ୟାକେଜିଂ, ବଣ୍ଟନ ଏବଂ ବିକ୍ରି ଉପରେ ମଧ୍ୟ କଡ଼ା ପ୍ରତିବନ୍ଧ ଲାଗୁ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ ସମ୍ପର୍କରେ ଆଧିକାରିକ ନୋଟିଫିକେସନ୍ ଜାରି କରି ନୂଆ ନିୟମକୁ କାର୍ଯ୍ୟକାରୀ କରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆନ୍ତର୍ଜାତିକ କର୍କଟ ଗବେଷଣା ସଂସ୍ଥା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜର୍ଦା, ଖଇନି, ଗୁଟ୍ଖା ଏବଂ ଅନ୍ୟ ତମ୍ବାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି। ଏହାସହ ଧୂଆଁହୀନ ତମ୍ବାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖରାପ। ବିଶ୍ୱ ବୟସ୍କ ତମ୍ବାଖୁ ସର୍ବେକ୍ଷଣର ଦ୍ୱିତୀୟ ରାଉଣ୍ଡରେ ଓଡ଼ିଶାର 42% ଜନସଂଖ୍ୟା ଧୂଆଁହୀନ ତମ୍ବାଖୁ ସେବନ କରୁଥିବା ନଜରକୁ ଆସିଥିଲା, ଯାହାକି ଜାତୀୟ ହାରଠାରୁ 2 ଗୁଣ। କେଉଁ କେଉଁ ତମ୍ବାଖୁ ଉତ୍ପାଦ ଉପରେ ବ୍ୟାନ୍? ଗୁଟ୍ଖା, ପାନ ମସଲା, ଜର୍ଦା, ଖଇନି, ସମସ୍ତ ପ୍ରକାର ଫ୍ଲେଭର, ସେଣ୍ଟେଡ୍ ଏବଂ ଏଡିଟିଭ୍ ଥିବା ଚବାଇଲା ବାଲା ଉତ୍ପାଦନ, ପ୍ୟାକେଜ୍ ଏବଂ ଅନପ୍ୟାକେଜ୍ଡ ତମ୍ବାଖୁ ଉତ୍ପାଦନ, ଅଲଗା ଅଲଗା ପ୍ୟାକେଟ୍ରେ ବିକ୍ରି ହେଉଥିବା ପ୍ରଡକ୍ଟ ଯାହା ମିଶ୍ରଣ କରି ବ୍ୟବହୃତ ହୁଏ, ଯେକୌଣସି ଖାଦ୍ୟ ପଦାର୍ଥ ଯେଉଁଥିରେ ତମ୍ବାଖୁ କିମ୍ବା ନିକୋଟିନ୍ ମିଶିଥାଏ। ଏହି ବ୍ୟାନ୍ ସମସ୍ତ ପ୍ରକାର ଓରାଲ, ମୁଖ ଦ୍ୱାରା ବ୍ୟବହୃତ ତମ୍ବାଖୁ ଉତ୍ପାଦନ ଉପରେ ଲାଗୁ ହେବ। ତାହା ଯେକୌଣସି ରୂପରେ ତିଆରି, ବିକ୍ରି, ସଂରକ୍ଷଣ ବା ବ୍ୟବହାର କରାଯାଉଥିଲେ ମଧ୍ୟ ପ୍ରତିବନ୍ଧିତ ରହିବ। କାହିଁକି ଏହି କଡ଼ା ନିଷ୍ପତ୍ତି? ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜର୍ଦା, ଖଇନି, ଗୁଟ୍ଖା ଓ ତମ୍ବାଖୁ ଉତ୍ପାଦନ କ୍ୟାନ୍ସର ସବୁଠାରୁ ବଡ଼ କାରଣ। ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନ୍ସର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ କ୍ୟାନ୍ସର ସୃଷ୍ଟିକାରୀ ବୋଲି ଘୋଷଣା କରିଛନ୍ତି। ସୂଚନା ଅନୁସାରେ ଓଡ଼ିଶାର 42%ରୁ ଅଧିକ ପ୍ରାପ୍ତବୟସ୍କ ଲୋକ ସ୍କୋଲେସ୍ ତମ୍ବାଖୁ ବ୍ୟବହାର କରନ୍ତି, ଯାହା ଜାତୀୟ ହାରଠାରୁ ପ୍ରାୟ 2 ଗୁଣା। ଏହା ସବୁଠାରୁ ବେଶୀ ପ୍ରଭାବ ଶିଶୁ ଓ ଯୁବପିଢ଼ି ଉପରେ ପଡ଼ୁଛି। ତମ୍ବାଖୁ ମୁକ୍ତ ଓଡ଼ିଶା ଦିଗରେ ଏକ ବଡ଼ ପଦକ୍ଷେପ। ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ FSSAI ନିୟମାବଳୀ ଅନୁସାରେ କରାଯାଇଛି। ସରକାର ସାଧାରଣ ଲୋକଙ୍କୁ ଏହି ନିୟମ ପାଳନ କରି ତମ୍ବାଖୁ ମୁକ୍ତ ଓଡ଼ିଶା ଗଢ଼ିବାରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି। କ୍ୟାନ୍ସର ଓ ଅନ୍ୟାନ୍ୟ ଗୁରୁତର ରୋଗକୁ ରୋକିବା ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।